ଶ୍ରୋତା ବନ୍ଧୁ, ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ 60 ଦଶକରୁ ନାରୀ ମନସ୍ତତ୍ୱର ଯଥାର୍ଥ ଉପସ୍ଥାପିକା ଭାବରେ ବ୍ରହ୍ମୋତ୍ରୀ ମହାନ୍ତି ଜଣେ ଯଶସ୍ୱୀ କବି। ବିଭୁ ପ୍ରୀତି, ଜୀବନବୋଧ ଓ ପ୍ରେମର ସୁନ୍ଦର ସମନ୍ୱୟ ତାଙ୍କ କବିତାରେ। 1934 ମସିହା ଜନ୍ମାଷ୍ଟମୀ ଅଗଷ୍ଟ ମାସରେ ପୁରୀ ମାର୍କଣ୍ଡେଶ୍ୱର ସାହିସ୍ଥିତ ପିତା କୃଷ୍ଣମୋହନ ମହାନ୍ତି, ମାତା ମୋତିମାଳିଙ୍କ କୁଳମଣ୍ଡନ କରି ସେ ଜନ୍ମ ହୋଇଥିଲେ ଏବଂ ଦୃଷ୍ଟିର ଦ୍ୟୁତି କବିତା ଗ୍ରନ୍ଥ ନିମନ୍ତେ ସେ 1983 ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ। ବ୍ରହ୍ମୋତ୍ରୀ ମହାନ୍ତି ସ୍ନାତକ ଶିକ୍ଷା ଲାଭ କରିସାରିଲା ପରେ ତାଙ୍କର ସାଂସାରିକ ଜୀବନରେ ସେ କେବଳ ନିମଜ୍ଜିତ ନଥିଲେ, ସଂସାରକୁ ଖୁବ୍ ସୁନ୍ଦର ଭାବରେ ବଞ୍ଚିଛନ୍ତି, କିନ୍ତୁ ତାରି ଭିତରେ ତାଙ୍କର ସର୍ଜନାର ଯେଉଁ ଦିଗନ୍ତ ବିସ୍ତାରିତ ହୋଇଥିଲା। ତାଙ୍କ କବିତା ପୁସ୍ତକ ଗୁଡ଼ିକରେ ରହିଛି 1972 ମସିହାରେ ପ୍ରକାଶିତ ଅବତରଣ, ଦୃଷ୍ଟିର ଦ୍ୟୁତି 1981, ସ୍ତବକ 1988, ସ୍ରୋତସ୍ୱତୀ 1995, ସେତୁବନ୍ଧ 1996, ଦମ୍ଭିତ 2000, ପ୍ରଦକ୍ଷିଣ 2001, ଉତ୍ତରଣ 2002, ନିରୀକ୍ଷଣ 2003, ଚିରନ୍ତନ 2004, ଶ୍ୟାମଳ ଶୋଭନ 2005। ସ୍ତବକ ଯେଉଁ କାବ୍ୟ ସଂକଳନ, କବିତା ସଂକଳନ, ସେଥିରେ 131ଟି କବିତାର ଅନ୍ତଃସ୍ୱର ବିଭୁପ୍ରୀତି ଭିତ୍ତିକ। ପ୍ରଥମ ଭାଗ ପ୍ରଦକ୍ଷିଣରେ 28ଟି କବିତା ଏବଂ ଦ୍ୱିତୀୟ ଭାଗ ଆରତିରେ ଅବଶିଷ୍ଟ 103ଟି କବିତା ସଂକଳିତ ହୋଇଛି। ସରଳ ଭାଷା, ବହୁ ରୂପକ, ରୂପକଳ୍ପ, ପ୍ରତୀକର ସମନ୍ୱୟ ହେଉଛି ତାଙ୍କ କବିତା। ବିଶେଷ ଭାବରେ ତାଙ୍କ ଚିନ୍ତନର ଯେଉଁ ସ୍ୱାତନ୍ତ୍ର୍ୟ ତାଙ୍କ କବିତାକୁ ବେଶ ପ୍ରଭାବଶାଳୀ କରିଛି। କବି ବ୍ରହ୍ମୋତ୍ରୀ ମହାନ୍ତିଙ୍କ ଶବ୍ଦରେ କବିତା ଆପେ ଆପେ ଆସେ, ଚେଷ୍ଟା କରି କେହି କିଛି ଲେଖେନି। କବିତା ଆବେଗ ପ୍ରସୂତ ବୁଦ୍ଧି ବା ଜ୍ଞାନର ନୁହେଁ। ନ ବୁଝି ପାରିବା ପରି ଅବୋଧ୍ୟ କବିତା ମୁଁ ଲେଖିନି। ଅବତରଣ ଓ ଦୃଷ୍ଟିର ଦ୍ୟୁତି କବିତା ସଂକଳନ ଦ୍ୱୟ ନାରୀ ଜୀବନର ମନର ଗହନ ଗୋପନ କଥା, ଦ୍ୱନ୍ଦ୍ୱ ସଂଘାତ, ଅଭିଳାଷ, ପ୍ରାପ୍ତି ଅପ୍ରାପ୍ତିର ସ୍ୱର ବହନ କରିଛି। ଲୌକିକ ଓ ଅଲୌକିକର ଦିବ୍ୟ ସମନ୍ୱୟ ତାଙ୍କ କବିତାରେ ସ୍ପଷ୍ଟ ଅନୁଭବ୍ୟ। ତାଙ୍କ ଆଧ୍ୟାତ୍ମିକ ଚେତନାର ପରାକାଷ୍ଠା ବହନ କରିଛି ସେତୁବନ୍ଧ, ସ୍ରୋତସ୍ୱିନୀ, ପ୍ରଦକ୍ଷିଣ, ଉତ୍ତରଣ ଆଦି କବିତା ପୁସ୍ତକ। ଯେହେତୁ ସେ ପୁରୀର ଝିଅ, ପୁରୀର ଆଧ୍ୟାତ୍ମିକ ପରିବେଶ ଓ ଜଗନ୍ନାଥୀୟ ମହିମା ଓ ଚେତନା ତାଙ୍କ କବିତାରେ ଖୁବ୍ ସ୍ୱାଭାବିକ ଭାବରେ ପ୍ରସ୍ଫୁଟିତ ହୋଇଛି, ତେବେ ବିଶ୍ୱ ମାନବ ବେଦନାର ସ୍ୱର ମଧ୍ୟ ତାଙ୍କ କବିତାରେ ଅନୁରଣିତ ହୁଏ। ସ୍ତବକ ଯେଉଁ କବିତା ସଂକଳନ, ସେଥିରେ ସମାଲୋଚକ ରବିନାରାୟଣ ମହାପାତ୍ର ତାଙ୍କ ସମ୍ପର୍କରେ ଖୁବ୍ ସୁନ୍ଦର କଥା କହିଛନ୍ତି। ସେ କହିଛନ୍ତି, ପ୍ରବୀଣ କବି ବ୍ରହ୍ମୋତ୍ରୀ ମହାନ୍ତି ଆଧୁନିକ ମସ୍ତିଷ୍କକୁ ଆବେଦନ ମାର୍ଗରେ ବହୁ କବିତା ଲେଖିବା ପରେ ଏବେ ଦେହର ଦେହାତୀତ, ଭାବରୁ ଭାବାତୀତ ସ୍ତରକୁ ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ଧନ, ମାନ, ଯଶ, ପ୍ରତିଜ୍ଞାର ପରିପୂର୍ଣ୍ଣତା ପରେ ବି ନିରାନନ୍ଦରୁ ନିଷ୍କୃତି ମିଳେ ନାହିଁ। ବିବିଧ ମଧୁମୟ ସାଂସାରିକ ସଙ୍ଗ ଲାଭ କରି ମଧ୍ୟ ନିସଙ୍ଗତା ବୋଧରୁ ମୁକ୍ତି ମିଳେ ନାହିଁ କାହିଁକି?
ଅଶେଷ ବୈଷୟିକ ସୁଖ ସ୍ୱାଚ୍ଛନ୍ଦ୍ୟ ପ୍ରାପ୍ତି ସତ୍ତ୍ୱେ ଦୁଃଖର ନିବୃତ୍ତି କାହିଁକି ହୁଏ ନାହିଁ? ଏହାର ଉତ୍ତର ମଧ୍ୟ ସେ ନିଜେ ଦେଇଛନ୍ତି। ପରମାନନ୍ଦ ଲାଭ ଲାଗି କଠୋର ବ୍ରହ୍ମଚର୍ଯ୍ୟ ଓ ବୈରାଗ୍ୟ ପର୍ଯ୍ୟାପ୍ତ ନୁହେଁ, ତାଙ୍କ ଲାଗି ଆନ୍ତରିକ ଅନୁରାଗ ଲୋଡ଼ା। ସମାଲୋଚକ ରବିନାରାୟଣ ମହାପାତ୍ର ପୁଣି ମଧ୍ୟ କହିଛନ୍ତି, କବି ବ୍ରହ୍ମୋତ୍ରୀ ପୁରୁଷୋତ୍ତମ ତୀର୍ଥର ଏକ ସମ୍ଭ୍ରାନ୍ତ କରଣ ପରିବାରର କନ୍ୟା ଏବଂ ସେହି ତୀର୍ଥରେ ବଧୂ। ବିଶିଷ୍ଟ ସୃଜନଶୀଳ କବି ଏବଂ ଗାଳ୍ପିକ ବିଜୟକୃଷ୍ଣ ମହାନ୍ତିଙ୍କ ସହଧର୍ମିଣୀ ଭାବରେ ସେ ତାଙ୍କ ସାରା ଜୀବନ ଘର ସଂସାରରେ ନିଜକୁ ବିନିଯୋଗ କରିଛନ୍ତି। ସନ୍ତାନ ସନ୍ତତି ନଥିବାରୁ ବନ୍ଧୁ ବିଜୟ ଏକାଧାରରେ ତାଙ୍କର ସ୍ୱାମୀ, ଭ୍ରାତା ଏବଂ ପୁତ୍ରର ଅଦ୍ୱୈତ ଆଧାର। ଶ୍ରୋତାବନ୍ଧୁ, କବି ବ୍ରହ୍ମୋତ୍ରୀ ମହାନ୍ତି ନିଜ ଆତ୍ମାରେ ପରିବ୍ୟାପ୍ତ ଚିନ୍ମୟ ସତ୍ତାକୁ ଅନୁଭବ କରିଥିଲେ। ତାଙ୍କ ଶବ୍ଦରେ ବାହାରର ଧ୍ୱନିମାନ ଏବେ ମୋର ମନେ ହୁଏ ଖୁବ୍ ଅବାନ୍ତର, ଅଥଚ ଏମାନେ ଥିଲେ ଦିନେ ମୋର କେତେ ଆପଣାର। ବିକ୍ଷିପ୍ତ ମୁଁ ଆପଣାକୁ ବ୍ୟାକୁଳେ ସାଉଁଟି ଆଣି ଚେଷ୍ଟା କରେ ଅନ୍ତରର ସେ ଅବ୍ୟକ୍ତ ବେଣୁ ଶୁଣିବାକୁ। ସେହି ବେଣୁ ଶୁଣାଯାଏ ଯେଉଁଠାରେ ପୃଥିବୀର ଧ୍ୱନିମାନ ସମ୍ପୂର୍ଣ୍ଣ ନିଶ୍ଚଳ। ସେ ଗୋଲକେ ସମାଧି ମୁଁ ଲୋଡ଼େ, ତେଣୁ ଶବ୍ଦହୀନ ଧ୍ୱନିର କଲ୍ଲୋଳ ମୋ ଦେହକୁ କୁର୍ମ ସମ କରୁ ସଙ୍କୁଚିତ, ଅନ୍ତରାଳେ ସ୍ୱରୂପର ଅନନ୍ତ ବିସ୍ତାର। ସବୁ ସ୍ଥିତି, ସବୁ ଜ୍ୟୋତି, ସବୁ ରତି ଡେଇଁ ହେଉ ଶୂନ୍ୟେ ଏକାକାର। ମାନବକୁ ଭଲ ପାଇବାର କଥା ବ୍ରହ୍ମୋତ୍ରୀ ମହାନ୍ତିଙ୍କ କବିତାର ମୁଖ୍ୟ ସ୍ୱର। କବିଟି ପ୍ରକୃତରେ ହୃଦୟ ଭିତରୁ କିପରି, ତାହା କବିର ଶବ୍ଦ ସଂଯୋଜନାରୁ ମାପି ହୁଏ। ଅନୁରୂପ ଭାବେ କବି ବ୍ରହ୍ମୋତ୍ରୀ ମହାନ୍ତିଙ୍କ ହୃଦୟର ଚିତ୍ର ସ୍ପଷ୍ଟ ହୁଏ ତାଙ୍କ କବିତାରୁ। ଶୁଣନ୍ତୁ କେତେ ସୁନ୍ଦର ତାଙ୍କର ଶବ୍ଦ ସଂଯୋଜନା ଏବଂ ତାଙ୍କ ଦ୍ରବୀଭୂତ ହୃଦୟର ଭାଷା। ବ୍ରହ୍ମୋତ୍ରୀ ମହାନ୍ତିଙ୍କ ଶବ୍ଦରେ, କାହାର ଯନ୍ତ୍ରଣା କେତେ ଆମେ କ'ଣ କେବେ ହେଲେ ବୁଝୁ? କାହାର ଯନ୍ତ୍ରଣା କେତେ ଆମେ କ'ଣ କେବେ ହେଲେ ବୁଝୁ? ବିଦ୍ରୂପ ହିଁ କରିଥାଉ ଅନ୍ୟର ଅସହାୟ ମାପିବାକୁ ଚେଷ୍ଟା କରୁ କେବେ? ତା ବ୍ୟଥାର ସରହଦ ସେ ଦୁଃଖ ବି ଆମ ଜୀବନରେ ସ୍ଥିତି ତାର ଜାହିର କରିବ ଦିନେ, ଏ ସତ୍ୟକୁ ବୁଝିବି ବୁଝୁନା। ଅର୍ଥାତ୍ ଆମେ ଆଧୁନିକ ମଣିଷ ଅନ୍ୟର ଦୁଃଖ ଯନ୍ତ୍ରଣାକୁ ଦେଖିଲେ ତା ଉପରେ ସେ ହସିଥାଏ, ତାକୁ ବିଦ୍ରୂପ କରିଥାଏ। ମଣିଷଟି ଯେ କଷ୍ଟ ପାଉଛି, ସେ କଷ୍ଟ ତାର କର୍ମର ଫଳ ବୋଲି ଶାଣିତ ବ୍ୟଙ୍ଗ କରିବାକୁ ମଧ୍ୟ ଆମେ ପଛାଏ ନାହିଁ। କିନ୍ତୁ ଆମେ ଜାଣିନଥାଏ ଯେ ସେହି ଅସହାୟତା, ସେଇ ବ୍ୟଥା, ସେଇ ଦୁଃଖ ମଧ୍ୟ ଆମ ଜୀବନରେ ଆସିପାରେ। ସ୍ଥିତି ତାର ଜାହିର କରିବ ଦିନେ, ଏ ସତ୍ୟକୁ ବୁଝିବି ବୁଝୁନା। କେତେ ସୁନ୍ଦର ଦର୍ଶନ ତାଙ୍କର। ଅନ୍ୟ ଏକ କବିତା ଏଠି ମୁଁ ଆପଣମାନଙ୍କ ସମ୍ମୁଖରେ ଉଦ୍ଧାର କରିବାକୁ ଚାହିଁବି। ଶୂନ୍ୟ ମୁହୂର୍ତ୍ତ ଗୁଡ଼ିକ ଯେବେ ଅସ୍ୱସ୍ତିକର ଓ ଦୁର୍ବିସହ ମନେ ହୁଏ, ତୁମର ନାମ ନିଏ ସ୍ମରଣ କର ତାଙ୍କୁ। ଶୂନ୍ୟ ମୁହୂର୍ତ୍ତ ଗୁଡ଼ିକ ଯେବେ ଅସ୍ୱସ୍ତିକର ଓ ଦୁର୍ବିସହ ମନେ ହୁଏ, ତୁମର ନାମ ନିଅ ସ୍ମରଣ କର ତାଙ୍କୁ। ଅନୁଭବ କରିବ ସେହି ମୁହୂର୍ତ୍ତ ଗୁଡ଼ିକ ଅମୃତମୟ ହୋଇଯିବ ତୁମ ଲାଗି। ନାମ ସ୍ମରଣ ତାଙ୍କ ପାଖେ ପହଞ୍ଚିବାର ଏକମାତ୍ର ସୋପାନ। ଶ୍ରଦ୍ଧା ଓ ପ୍ରେମ ତ ପଛକୁ ପଛ, ମନେ ହେବ କେତେ ନିକଟରେ ସେ, କେତେ ଆପଣାର। ଜୀବନରେ ସବୁ ଥାଇ ମଧ୍ୟ ମଣିଷ ଖୁବ୍ ନିଃସଙ୍ଗ। ଭିଡ଼ରେ ଥାଇ ମଧ୍ୟ ନିଜକୁ ଏକଲା ମନେ କରିବା ଗୋଟେ କବିର ଭାବୁକତା, ଭାବପ୍ରବଣତା। କବି ବ୍ରହ୍ମୋତ୍ରୀ ମହାନ୍ତି ମଧ୍ୟ ଏହି ଏକଲାପଣରୁ ମୁକ୍ତ କରିପାରିନାହାନ୍ତି ନିଜକୁ। ନିଃସଙ୍ଗତା, ଶୂନ୍ୟତା ଭିତରେ କବି ନିଜ ଆତ୍ମପୁରୁଷଙ୍କୁ କେବଳ ସାମ୍ନାରେ ପାଉଛନ୍ତି। ତାଙ୍କ ଶବ୍ଦରେ ଏ ଯେଉଁ ଅଭାବବୋଧ, ପ୍ରିୟଜନ ଅନୁପସ୍ଥିତିର, ତାହାରି ଗର୍ଭରୁ ସେ ମୁହଁର ଅଭ୍ୟୁଦୟ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ, କ୍ରମେ ତାହା ସ୍ପଷ୍ଟତର।
ଶ୍ରୋତାବନ୍ଧୁ, ମଣିଷ ଜୀବନରେ କେବଳ ତାର ନିସଙ୍ଗତା ବୁଝେ ଯେ ପ୍ରକୃତିରେ ସେ କାହାକୁ ଲୋଡ଼ୁଛି, କାହାକୁ ଖୋଜୁଛି। କାରଣ ସେ ନିଜର ବନ୍ଧୁ ଭାବରେ, ନିଜର ଅନ୍ତରଙ୍ଗ ଭାବରେ ଯେହେତୁ ସମସ୍ତଙ୍କୁ ସ୍ୱୀକାର କରିନଥାଏ, ତେଣୁ ସେ ନିସଙ୍ଗ ହେଇଥାଏ। ତେଣୁ ଏଇ ଶୂନ୍ୟତା ଭିତରେ ସେ ଆତ୍ମପୁରୁଷଙ୍କୁ ଭେଟେ ଏବଂ ପ୍ରତ୍ୟେକ ମୁହଁ ଭିତରେ ସେ ଖୋଜୁଥାଏ କାହାକୁ। ଏବଂ ଏଇ ଯେଉଁ ଅଭାବ ବୋଧ, ଯେଉଁ ମଣିଷଟି ଯେଉଁ ତା ହୃଦୟକୁ ବୁଝିବା ମଣିଷଟି ବା ଅନୁରାଗୀଟି ବା ପ୍ରିୟଟି ଯଦି ତାକୁ ମିଳୁନଥାଏ, ତାର ଅନୁପସ୍ଥିତିରେ ସେ ଯେଉଁ ମୁଖ ବା ଯେଉଁ ଗୋଟେ ଚେହେରାକୁ ପରିକଳ୍ପନା କରିଥାଏ, ସେ ଯେଉଁ ଅଭାବ ବୋଧର ଗର୍ଭରୁ ଗୋଟିଏ ସୁନ୍ଦର ମୁହଁର ଅଭ୍ୟୁଦୟ ହୁଏ, ଯାହାକୁ ସେ ଭରସିକି ସବୁ କହିପାରେ। ଯଦିଓ ତାର ସତ୍ତା କିଛି ନଥାଏ, କେବଳ ତାର ଆତ୍ମା ପୁରୁଷ ହିଁ ତାର ମୁଖ୍ୟ ରୂପ। ଏବଂ ସେ ରୂପଟି ଏତେ ତାର ଭାବରେ, ତାର ବିଚାରରେ ଏତେ ମାତ୍ରାରେ ମୂର୍ତ୍ତ ପାଲଟି ଯାଇଥାଏ ଯେ, ରୂପାୟିତ ହେଇଯାଇଥାଏ ଯେ କେବଳ ଆଉ କେବଳ ସେ ତା ପାଖରେ ସ୍ପଷ୍ଟରୁ ସ୍ପଷ୍ଟ ହେଇଯାଏ। ଅର୍ଥାତ୍ ଗୋଟେ ଅମୂଳକ, ଗୋଟେ ଅଚିନ୍ତନୀୟ ରୂପ ତା ପାଖରେ ସମ୍ପୂର୍ଣ୍ଣ ରୂପେ ବିଦ୍ୟମାନ ଥାଏ। ଶ୍ରୋତାବନ୍ଧୁ, କବି ମାତ୍ରେ ହିଁ ଏମିତି ଉଦ୍ଭଟ। ତାଙ୍କର ଚିନ୍ତା ଚେତନାକୁ ମାପିବା ଖୁବ୍ କଷ୍ଟକର। କବି ବ୍ରହ୍ମୋତ୍ରୀ ମହାନ୍ତି ଆରତି କବିତାରେ ଲେଖିଛନ୍ତି, ଅମୃତ ଆହରଣ ଶବ୍ଦର ବ୍ୟବହାର କରିଛନ୍ତି। ଅମୃତ ଆହରଣ, ଘନୀଭୂତ ଆନନ୍ଦ, ଚକ୍ଷୁଷ୍ମାନ ଦୃଶ୍ୟ, ଶବ୍ଦହୀନ ବଚନ, ନିସଂଶୟ ଆତ୍ମୋତ୍ସର୍ଗ, ପ୍ରେମାସ୍ପଦ ଇତ୍ୟାଦି ଶବ୍ଦର ପ୍ରୟୋଗ ତାଙ୍କ ଆତ୍ମିକ ଶୁଦ୍ଧତାର ପରିଚୟ ବହନ କରେ। ଆମେ ଯେମିତି ଶବ୍ଦର ପ୍ରୟୋଗ କରେ, ତାହା ଆମ ଭିତରର ପରିଚୟକୁ ଆହୁରି ସ୍ପଷ୍ଟ କରାଏ। ଆମେ ପ୍ରକୃତରେ କେଉଁ ଶବ୍ଦ ଆମର ଗତାନୁଗତିକ ଜୀବନରେ ପ୍ରୟୋଗ କରେ, ତାହା ହିଁ ଆମର ବ୍ୟକ୍ତିତ୍ୱର କଥା ସ୍ପଷ୍ଟ କରେ, ଉଜାଗର କରେ ଅନ୍ୟ ପାଖରେ। ନିସ୍ୱାର୍ଥ ପ୍ରଣୟ ଲୋଡ଼େ ପ୍ରେମାସ୍ପଦ ଇଚ୍ଛା, ପୁଣି ଏତିକି ପ୍ରାର୍ଥନା ଖାଲି, ତୁମେ ରହ ଅନିର୍ବାଣ ମୋ ଆଖିର ଲୁହରେ। ଅନିର୍ବାଣ ସତ୍ତାକୁ ସେ ଆକାଂକ୍ଷା କରୁଛନ୍ତି, ସେ ନିର୍ବାଣ ଚାହୁଁନାହାନ୍ତି। ସବୁ ମୁହୂର୍ତ୍ତରେ ସେଇ ଅନିର୍ବାଣ ସତ୍ତାର ସେ ଅନୁସରଣ କରିବାକୁ ଚାହୁଁଛନ୍ତି। ଏବଂ ଅହମ୍ର ଔଦ୍ଧତ୍ୟରୁ ଆତ୍ମରକ୍ଷା ଲାଗି ମୋର ସକଳ ପ୍ରୟାସ। କବିଟେ ସମ୍ପୂର୍ଣ୍ଣ ରୂପେ ନିରୀହ, ଅହଂକାରରୁ ଖୁବ୍ ଊର୍ଦ୍ଧ୍ୱରେ। ତେଣୁ ଔଦ୍ଧତ୍ୟ ତାକୁ ଅହଙ୍କାର ହିଁ ପ୍ରଦାନ କରିଥାଏ। ତେଣୁ କବିଙ୍କ ଶବ୍ଦ ହେଉଛି, ଅହମ୍ର ଔଦ୍ଧତ୍ୟରୁ ଆତ୍ମରକ୍ଷା ଲାଗି ମୋର ସକଳ ପ୍ରୟାସ। ଏବଂ ପରିଶେଷରେ ଶ୍ରୋତାବନ୍ଧୁ, କବି ବ୍ରହ୍ମୋତ୍ରୀ ମହାନ୍ତିଙ୍କର ସଂସାର ଆଉ ସାହିତ୍ୟ ସଂସାର, ବ୍ୟକ୍ତିକ ସଂସାର ଏବଂ ସାହିତ୍ୟ ସଂସାର ଭିତରେ ସେ ଯେଉଁ ଗୋଟେ ସେତୁ ବାନ୍ଧିଥିଲେ, ସେ ସେତୁ ସେ ତମେ ଶବ୍ଦ ଭିତରେ ସମ୍ପୂର୍ଣ୍ଣ ରୂପେ ଆଉଜି ପଡ଼ିଛି, ସମର୍ପିତ ହେଇଯାଇଛି। ସେଇ ତାଙ୍କରି ଗୋଟିଏ କବିତାର ପଦ ପଢ଼ି ଆମେ ଆଲୋଚନା ଶେଷ କରିବା। ଅଜସ୍ର ପ୍ରଚେଷ୍ଟା ପଛେ ଏକମାତ୍ର ଉଦ୍ଦେଶ୍ୟ ମୋ ଥାଏ, ଅଜସ୍ର ପ୍ରଚେଷ୍ଟା ପଛେ ଏକମାତ୍ର ଉଦ୍ଦେଶ୍ୟ ମୋ ଥାଏ, ପ୍ରତି ମୁହୂର୍ତ୍ତରେ ଯେହ୍ନେ ହୃଦ ତଳେ ତୁମ ଦେଖା ପାଏ। ପଲକର ଲାଗି ମଧ୍ୟ ହରାଇ ମୁଁ ନବସେ ତମକୁ, ପଲକର ଲାଗି ମଧ୍ୟ ହରାଇ ମୁଁ ନବସେ ତମକୁ, ଆନନ୍ଦ ମୋ ଅନିର୍ବାଣ ସିନା ପ୍ରତିକ୍ଷଣ ତୁମରି ପରଶେ, ଆନନ୍ଦ ମୋ ଅନିର୍ବାଣ ସିନା ପ୍ରତିକ୍ଷଣେ ତୁମରି ପରଶେ। କବିର ଜୀବନ ଶ୍ରୋତାବନ୍ଧୁ ହାହାକାରମୟ। ଆଗ୍ନେୟର ଗର୍ଭ ଭିତରୁ ସେ ସମ୍ପୂର୍ଣ୍ଣ ରୂପେ ସାହିତ୍ୟର ହିରଣ୍ମୟ ଯେଉଁ ବାଙ୍ଗ୍ମୟ ରଚନା କରେ। ତେଣୁ କବିର ଯନ୍ତ୍ରଣା କେବଳ ତାରି ଅତି ଅନ୍ତରଙ୍ଗ ଯେଉଁ ହୃଦୟ ଭିତରେ ହିଁ ଅତି ଅନ୍ତରଙ୍ଗ ଭାବରେ ପ୍ରଭାବଶାଳୀ ହେଇଥାଏ, ବିସ୍ତାରିତ ହେଇଥାଏ। ଏବଂ ସେ ହିଁ ବୁଝେ ସେ କାହାକୁ ଖୋଜେ, କାହାକୁ ଝୁରେ, କାହାକୁ ଦେଖିବାକୁ ଚାହେଁ,
କାହାର ସାନ୍ନିଧ୍ୟ ଏବଂ କାହାର ଅନିର୍ବାଣ ସ୍ପର୍ଶ ଚାହେଁ। ଆଜିର ଅଡ଼ିଓଟି କେମିତି ଲାଗିଲା? ଆପଣମାନଙ୍କଠୁ ଆପଣଙ୍କର ସୁଚିନ୍ତିତ ମତାମତ ଅପେକ୍ଷାରେ ମୁଁ ରହିଲି। ଧନ୍ୟବାଦ।